ନମସ୍କାର। ସମୟ ଆପଣ ପ୍ରଭୁଙ୍କର ଆରାଧନା କରି କଢାଇ ନିଅନ୍ତୁ। ପ୍ରେଜ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ ସିଷ୍ଟର। ସର୍ବପ୍ରଥମେ ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପରମେଶ୍ୱରଙ୍କର ମହତ୍ ନାମର ଧନ୍ୟବାଦ ହେଉ। ପ୍ରାତଃ କାଳରେ ତାଙ୍କରି ଦାସ ଦାସୀ ମାନଙ୍କ ସହିତ ମିଶି ଆରାଧନା କରିବାର ସୁଯୋଗ ମୋ ଯୋଗ୍ୟକୁ ଦେଇଛନ୍ତି। ପୁଣି ପ୍ରଭୁଙ୍କର ଦାସ ଦାସୀ ମାନେ ଯେତେ ଆଜି ଜୁମ ରେ ଉପସ୍ଥିତ ହେଇଛନ୍ତି ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର ସହ ଏ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ସମସ୍ତଙ୍କୁ ଜଣାଏ। ଆସନ୍ତୁ ଆମମାନେ କିଛି ଗୀତ ଗାନ କରି ପ୍ରଭୁଙ୍କର ପ୍ରଶଂସା କରିବା। ଦେଖିନି ସେ ରୂପ କେବେ ପାଇଛି ଅନୁଭବେ ଦେଖିନି ସେ ରୂପ କେବେ অদেখা হই অবিরত অদেখা হই অবিরত অছন্তি মো সাথে দেখিনি সে রূপ কেবে পাইছি অনুভবে দেখিনি সে রূপ কেবে হেলে অন্তর নিমিষে যদি ভাল লাগে না হেলে অন্তর নিমিষে যদি ভাল লাগে না শূন্যে বিধুর মন সে প্রেম বিনা শূন্যে বিধুর মন সে প্রেম বিনা জীবন মোর অর্পিছি জীবন মোর অর্পিছি মো তাଙ୍କରି হাতে দেখিনি সে রূপ কেবে পাইছি অনুভবে দেখিনি সে রূপ কেবে চির সুন্দর মিনতি মোর থাও মো পাশে চির সুন্দর মিনতি মোর থাও মো পাশে ভঙ্গায়ে জীবন হসু তুম পরশে সাইতা মোর মন কথা সাইতা মোর মন কথা কহিবি কাগে দেখিনি সে রূপ কেবে পাইছি অনুভবে দেখিনি সে রূপ কেবে অদেখা হই অবিরত দেখা হই অবিরত অছন্তি মো সাথে দেখিনি সে রূপ কেবে পাইছি অনুভবে দেখিনি
ସେ ରୂପ କେବେ। ନିଶ୍ଚୟ ଆମମାନଙ୍କର ଏ ଶାରୀରିକ ଚକ୍ଷୁରେ ଆମମାନେ ତାଙ୍କୁ ଦେଖିପାରିବା ନାହିଁ, କିନ୍ତୁ ତାଙ୍କର ଯେଉଁ ଅଦୃଶ୍ୟ ଅନୁଭୂତି ଆମମାନଙ୍କ ମଧ୍ୟରେ ରହିଛି, ସେ ସଦାସର୍ବଦା ଆମମାନଙ୍କର ସାଥେ ସାଥେ ରହି ଆମମାନଙ୍କୁ ଚଳାଇ କଢାଇ ନଉଛନ୍ତି। ଆଉ ଏଇ ପୁରାତନ ବର୍ଷର ସାରା ମଧ୍ୟ ଆମମାନଙ୍କର ସହବର୍ତ୍ତୀ ହେଲେ, ଆମମାନଙ୍କର ସଙ୍ଗେ ସଙ୍ଗେ ରହିଲେ, ଆମମାନଙ୍କର ସମସ୍ତ କାର୍ଯ୍ୟରେ ଆଶୀର୍ବାଦ ଯୁକ୍ତ କଲେ, ବାହାରେ ଯିବାର ଭିତରେ ଆସିବାର ରକ୍ଷାକର୍ତ୍ତା ପାଳନ କର୍ତ୍ତା ହେଲେ। ଏଇ ନୂତନ ବର୍ଷରେ ମଧ୍ୟ ବିଶ୍ୱାସ ରହିଛି ସେ ନିଶ୍ଚୟ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହିଁ କଢାଇ ନେବେ। ତେଣୁ ସଦା ସର୍ବଦା ଆଉ ନମ୍ର ସହକାରେ ତାଙ୍କରି ଗୌରବ ପ୍ରଶଂସା କରି ତାଙ୍କ ଠାରେ ଲାଗି ରହିବା ଆମମାନଙ୍କର ଆବଶ୍ୟକ। ଆସନ୍ତୁ ଆମମାନେ ଆଉ ଗୋଟେ ଗୀତ ଗାନ କରି ପ୍ରଭୁଙ୍କର ପ୍ରଶଂସା କରିବା। ଆଶୀଷର ଦାତା, ଆଶୀଷ ତୁମରି ଢାଳି ଦିଅ ଜୀବନରେ, ଢାଳି ଦିଅ ଜୀବନରେ। ତବ ଆତ୍ମା ଗୁଣେ ଫଳ ଫଳୁଥାଉ, ରହି ସଦା ତୁମ ଠାରେ, ରହି ସଦା ତୁମ ଠାରେ। ଆଶୀଷର ଦାତା, ଆଶୀଷ ତୁମରି ଢାଳି ଦିଅ ଜୀବନରେ, ଢାଳି ଦିଅ ଜୀବନରେ। ଏଇ ଜୀବନରେ ତୁମ ଆତ୍ମା ବିନା କରି କି ପାରେ ମୁଁ କିଛି। ହେ କୃଷକ ତୁମେ ଖତ ଦେଇ ମୂଳେ କୃପା ଜଳ ଦିଅ ଛିଞ୍ଚି। ଏଇ ଜୀବନରେ ତୁମ ଆତ୍ମା ବିନା କରି କି ପାରେ ମୁଁ କିଛି। ହେ କୃଷକ ତୁମେ ଖତ ଦେଇ ମୂଳେ କୃପା ଜଳ ଦିଅ ଛିଞ୍ଚି। ଉଜ୍ଜୀବିତ କର ଦେହ ଆତ୍ମା ମୋର, ରହୁ ତୁମ ଆଶିଷରେ, ରହୁ ତୁମ ଆଶିଷରେ। ଆଶୀଷର ଦାତା, ଆଶୀଷ ତୁମରି ଢାଳି ଦିଅ ଜୀବନରେ, ଢାଳି ଦିଅ ଜୀବନରେ। କଥା ତ ଦେଇଛ ଥିବ ସାଥେ ସାଥେ ଶେଷ ଯାଏ ଜୀବନରେ। ହଜିଗଲେ ମୁଁ ଯେ ପଥ ଦେଖାଇବ ବାକ୍ୟ ରୂପ ପ୍ରଦୀପରେ। କଥା ତ ଦେଇଛ ଥିବ ସାଥେ ସାଥେ ଶେଷ ଯାଏ ଜୀବନରେ। ହଜିଗଲେ ମୁଁ ଯେ ପଥ ଦେଖାଇବ ବାକ୍ୟ ରୂପ ପ୍ରଦୀପରେ। ଏତିକି ବିନତି ଚରଣେ ତୁମରି ଚାଲୁଥିବି ତୁମ ସାଥେ,
ଚାଲୁଥିବି ତୁମ ସାଥେ ଆଶିଷର ଦାତା ଆଶିଷ ତୁମରି ଢାଳି ଦିଅ ଜୀବନରେ ଢାଳି ଦିଅ ଜୀବନରେ ତବ ଆତ୍ମା ଗୁଣେ ଫଳ ଫଳୁ ଥାଉ ରହି ସଦା ତୁମ ଠାରେ ରହି ସଦା ତୁମ ଠାରେ ଆଶିଷର ଦାତା ଆଶିଷ ତୁମରି ଢାଳି ଦିଅ ଜୀବନରେ ଢାଳି ଦିଅ ଜୀବନରେ ପ୍ରଭୁ ଏଇ ଗୀତ ଦ୍ଵାରା ଗୌରବ ପାଆନ୍ତୁ ଆଉ ନିଶ୍ଚୟ ତାଙ୍କର ଆଶିଷ ତାଙ୍କର ଅନୁଗ୍ରହ ଆମମାନଙ୍କ ଜୀବନରେ ପ୍ରଚୁର ଆମମାନେ କୌଣସି ପ୍ରକାର ଯୋଗ୍ୟତା ନଥିଲେ ମଧ୍ୟ ଆମମାନଙ୍କର କୌଣସି ପ୍ରକାର ଧାର୍ମିକତା ନଥିଲେ ମଧ୍ୟ ଆମେ ଅଧର୍ମ ପାପୀ ଜାଣି ସୁଦ୍ଧା ସେ ତାଙ୍କର କୃପା କେବେ ମଧ୍ୟ ଉଣା କରିନାହାନ୍ତି ତେଣୁ ଆମମାନେ ପ୍ରତ୍ୟେକ ଧନ୍ୟ ଏବଂ ଆଶୀର୍ବାଦିତ ଯେ ତାଙ୍କରି ଦୟାରେ ଆମମାନେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ ତାଙ୍କରି ଦୟାରେ ପରିତ୍ରାଣ ପ୍ରାପ୍ତ ହୋଇଅଛୁ ତାଙ୍କରି କୃପାରେ ଆମମାନେ ପବିତ୍ର ଆତ୍ମାଙ୍କର ଶକ୍ତି ମଧ୍ୟ ପ୍ରାପ୍ତ ହୋଇ ତାଙ୍କରି ନାମକୁ ଉଚ୍ଚାରଣ କରିବାର ଅଧିକାର ପାଇଅଛୁ ତେଣୁ ଆସନ୍ତୁ ଆମମାନେ ପୁଣି ଥରେ ନିଜ ନିଜକୁ ସମର୍ପଣ କରି ଗୋଟେ କୋରସ ଗୀତ ଗାନ କରିବା ଏବଂ ତାଙ୍କରି ଗୌରବ କରିବା ମୁଁ ତୁମକୁ ପ୍ରେମ କରେ ପ୍ରଭୁ ତୁମକୁ ହିଁ ପ୍ରେମ କରେ ମୁଁ ତୁମକୁ ପ୍ରେମ କରେ ପ୍ରଭୁ ତୁମକୁ ହିଁ ପ୍ରେମ କରେ ପଛେଇବି ନାହିଁ ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଅବା ତୁମ ପଛରେ ଚାଲେ ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ ମୁଁ ତୁମ ସେବା କରିବି ତୁମରି ସେବା କରିବି ମୁଁ ତୁମ ସେବା କରିବି ପଛେଇବି ନାହିଁ ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ
ମୁଁ ତୁମ ସ୍ତୁତି କରିବି ପ୍ରଭୁ, ତୁମ ସ୍ତୁତି କରିବି, ମୁଁ ତୁମ ସ୍ତୁତି କରିବି ପ୍ରଭୁ, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ, ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ମୁଁ ତୁମ ପୂଜା କରିବି ପ୍ରଭୁ, ତୁମ ପୂଜା କରିବି, ମୁଁ ତୁମ ପୂଜା କରିବି ପ୍ରଭୁ, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ, ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗେ ଯଦି ତୁମ ଦ୍ୱାରେ, ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ, ପଛେଇବି ନାହିଁ, ପଛେଇବି ନାହିଁ। ହାଲେଲୁୟା, ହାଲେଲୁୟା। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ଦେଉଛୁ ମଙ୍ଗଳମୟ ସ୍ୱର୍ଗବାସୀ ପିତା, ତୁମରି ପବିତ୍ର ମହତ ଏବଂ ଆଶ୍ଚର୍ଯ୍ୟ ନାମର ଧନ୍ୟବାଦ ଦେଉଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ, ସ୍ତୁତି କରୁଛୁ ପ୍ରଭୁ, କାରଣ ତୁମେ ପୂଜା, ପ୍ରଶଂସା, ବନ୍ଦନା, ଅର୍ଚ୍ଚନା ପାଇବାକୁ ଏକମାତ୍ର ଯୋଗ୍ୟ ପରମେଶ୍ୱର, ରାଜା ମାନଙ୍କ ରାଜା, ପ୍ରଭୁ ମାନଙ୍କ ପ୍ରଭୁ, ଦେବ ମାନଙ୍କର ଦେବ, ସ୍ୱଗୌରବ ରକ୍ଷଣରେ ଉଦ୍ୟୋଗୀ ପିତା ପରମେଶ୍ୱର, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ଦେଉଛୁ ଏଇ ପ୍ରାତ କାଳରେ ପ୍ରଭୁ, ତୁମରି ନାମକୁ ଗୌରବ କରିବା ପାଇଁ, ତୁମରି ପ୍ରଶଂସା କରିବା ପାଇଁ, ତୁମରି ସାନ୍ନିଧ୍ୟ ମଧ୍ୟକୁ ଆସି ତୁମରି ସ୍ତୁତିବାଦ କରିବା ପାଇଁ এই ସୁନ୍ଦର ଅବକାଶ ସୁଯୋଗ ଦେଲ, ଧନ୍ୟବାଦ ଦେଉଛୁ। ତୁମରି ପ୍ରେମ ପାର, ତୁମରି ଅନୁଗ୍ରହ ପାର ପ୍ରଭୁ, ଆମମାନେ କୌଣସି ପ୍ରକାରେ ଧୂଳିରେ ଗଣାଯିବା ଲୋକମାନଙ୍କୁ ତୁମେ ମନୋନୀତ କଲ, ବାଛିଲ ପ୍ରଭୁ, ତୁମେ ଆମମାନଙ୍କୁ ଜଗତ ମଧ୍ୟରୁ ପୃଥକ କଲ, ତୁମରି ସନ୍ତାନ ହେବାର ଅଧିକାର ଦେଲ, ତୁମକୁ ପିତା ବୋଲି ଡାକିବାର ଅଧିକାର ଦେଲ, ସେଥିପାଇଁ ଧନ୍ୟବାଦ ଦେଉଛୁ। ତୁମରି ପ୍ରତ୍ୟେକ ମଙ୍ଗଳ ଦାନ ପାଇଁ ଧନ୍ୟବାଦ ଦେଉଛୁ, ତୁମରି ପ୍ରତ୍ୟେକ ଦୟା ପାଇଁ ଧନ୍ୟବାଦ ଦେଉଛୁ, ତୁମରି ପ୍ରତ୍ୟେକ ଅନୁଗ୍ରହ ପାଇଁ ଧନ୍ୟବାଦ ଦେଉଛୁ ରାଜା। এই ସମୟରେ ଯେଉଁ ସମସ୍ତ ଗୀତ ଆମେ ଗାନ କରିଛୁ ପ୍ରଭୁ, ସେଇ ସମସ୍ତରେ କେବଳ ତୁମେ ହିଁ ଗୌରବ ପାଅ, ଗୌରବ ସମ୍ଭ୍ରମ ଯୁଗେ ଯୁଗେ ତୁମରେ। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଆମେନ୍, ଆମେନ୍, ଆମେନ୍। थैंक यू सिस्टर, बहुत बहुत धन्यवाद। धन्यवाद सिस्टर, बहुत बहुत आपनको धन्यवाद। ए प्रातः समय गीत गाइबाटा एते इजी नुह, तो आपणकर स्वर भी प्रभु आपनको देइचंती, सुंदर स्वर, पूरा माने माहौल चमकी जाउथिला। तो बहुत बहुत धन्यवाद सुंदर स्वर पाई, प्रभु को निमंते एई भली भाबरे व्यवहृत हेतांतु, प्रभु आपनको एई भली सुस्थ सबल रखितांतु। धन्यवाद। आसंतु आमे वर्तमान हमर वाक्य माध्यम को जिबा। अनुरोध करे आम मध्यरे विनोद पल आज्ञा अछंती। आज्ञा प्रेज द लॉर्ड। नमस्कार। नमस्कार, नमस्कार, प्रेज द लॉर्ड। प्रेज द लॉर्ड। आज्ञा आपण प्रार्थना करंतु, आमर आराधना करि जाइथिबा सिस्टर को निमंते सुंदर भाबरे आराधना करिसंती, प्रभुंकर चंतले समर्पण करबे तांको। धन्यवाद दे आमे आगामी समय रे आमर
ବିଧାନଚରଣ ହାତୀ ଆଜ୍ଞା ଆମ ମଧ୍ୟରେ ଅଛନ୍ତି ପାଷ୍ଟର ତାଙ୍କୁ ମଧ୍ୟ ପ୍ରଭୁଙ୍କ ଚରଣତଳେ ସମର୍ପଣ କରିବେ ସେ ବାକ୍ୟ ନେଇ ଆସୁଛନ୍ତି ସେଥି ନିମନ୍ତେ ପ୍ରାର୍ଥନା କରନ୍ତୁ ଆଉ ପ୍ରାର୍ଥନା କରନ୍ତୁ ପ୍ରତ୍ୟେକ ଡିଭାଇସ୍ ନିମନ୍ତେ ପ୍ରାର୍ଥନା କରିବେ ସୁସ୍ଥିର ଭାବରେ ଆମେ ସମସ୍ତେ ଯେପରି ବାକ୍ୟ ଶ୍ରବଣ କରିବା ସେଥି ନିମନ୍ତେ ପ୍ରାର୍ଥନା କରିବେ ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ପ୍ରଭୁଙ୍କ ନାମ ଗୌରବ ହଉ। ଏଇ ସୁନ୍ଦର ପ୍ରାତଃ କାଳେ ପ୍ରଭୁଙ୍କର ଚରଣ ତଳେ ପ୍ରଭୁ ଆମମାନଙ୍କୁ ବସିବାକୁ ଦେଇଛନ୍ତି ସେଥିପାଇଁ ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଏଇ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଆନୁକୂଲ୍ୟରେ ବସିଥିବା ଡିଭାଇସ୍ ମଧ୍ୟରେ ବସିଥିବା ସମସ୍ତଙ୍କୁ ମୋର ପ୍ରେମ ନମସ୍କାର ଜ୍ଞାପନ କରେ। ନମସ୍କାର। ଆଉ ଫାଷ୍ଟ ମାଷ୍ଟରଙ୍କୁ ମଧ୍ୟ ମୁଁ ବିଶେଷ ଧନ୍ୟବାଦ ଦେବି ପୁଣି ନମସ୍କାର କରିବି ଆଉ ମୋତେ ସୁଯୋଗ ଦେଇଥିବା ଭଉଣୀକୁ ମଧ୍ୟ ପ୍ରଧାନ ଭଉଣୀକୁ ମଧ୍ୟ ବିଶେଷ ଧନ୍ୟବାଦ ଦେବି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତା ଏହି ସମୟରେ ଆମେ ପ୍ରାର୍ଥନା କରିବା। ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର ସେ ଧନ୍ୟ ସେ ଯେଉଁ ଲୋକମାନଙ୍କୁ ଆପଣ ଅଧିକାରତେ ମନୋନୀତ କରିଅଛନ୍ତି ସେମାନେ ଧନ୍ୟ। ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି ସେ ସମସ୍ତ ମନୁଷ୍ୟ ସନ୍ତାନକୁ ନିରୀକ୍ଷଣ କରନ୍ତି। ସେ ଆପଣା ନିବାସ ସ୍ଥାନରୁ ପୃଥିବୀ ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି। ସେ ସମସ୍ତଙ୍କର ହୃଦୟ କରନ୍ତି ସେ ସମସ୍ତଙ୍କର କର୍ମ ସବୁ ଆଲୋଚନା କରନ୍ତି। ପ୍ରଭୁ ଧନ୍ୟବାଦ ଦେବା। ଆସନ୍ତୁ ଆମେ ସମର୍ପଣ ହେବା ପ୍ରଭୁ ଦାସଙ୍କୁ ସମର୍ପଣ କରିବା। ଆମେ ତାପରେ ଆମେ ବାକ୍ୟ ଈଶ୍ୱରଙ୍କର ବାକ୍ୟକୁ ଆମେ ଶ୍ରବଣ କରିବା। ମହିମାରେ ପୂର୍ଣ୍ଣ ସଦା ପ୍ରଭୁ ତୁମର ସେ ମହତ ଆଶ୍ଚର୍ଯ୍ୟ ନାମକୁ ଧନ୍ୟବାଦ ଦଉଛୁ ପ୍ରଶଂସା ଗୌରବ କରୁଅଛୁ ଗୁଣାନବାଦ କରୁଅଛୁ। ପ୍ରଭୁ ତୁମେ ଜୀବିତ ପରମେଶ୍ୱର ଆମମାନଙ୍କର ରବ ଶୁଣି ଆମମାନଙ୍କର କ୍ରନ୍ଦନ ଆମମାନଙ୍କର ହୃଦୟକୁ ଜାଣିବା ପରମେଶ୍ୱର ତୁମେ କଥା କହିବା ପରମେଶ୍ୱର ତୁମେ କାଷ୍ଟ ନୁହଁ କି ପାଷାଣ ନୁହଁ ପ୍ରଭୁ ତୁମେ ଜୀବିତ ପରମେଶ୍ୱର ଧନ୍ୟବାଦ ଦଉଛୁ। ପ୍ରଭୁ ଏଇ ପ୍ରାତଃ କାଳରେ ତୁମରି ଧୂଳି ସନ୍ତାନ ମାନେ ପ୍ରଭୁ ତୁମ ଚରଣ ତଳେ ବସୁ ବସୁ ମଧ୍ୟସ୍ଥି ପ୍ରାର୍ଥନାରେ ପୁଣି ତୁମ ନିକଟବର୍ତ୍ତୀ କହିଲେ ଅନେକ ଦୁଃଖୀ ରଙ୍କି ଦିନ ଦରିଦ୍ର ଅଭାବଗ୍ରସ୍ତ ଅନେକ ସମସ୍ୟାରେ ପଡ଼ିଥିବା ପୀଡ଼ିତ ଲୋକମାନଙ୍କ ନିମନ୍ତେ ପ୍ରଭୁ ହାତ ଯୋଡ଼ି ତୁମ ନିକଟରେ ସମର୍ପଣ କରୁ କରୁ ପୁଣି ଏକ ସୁନ୍ଦର ସୁଯୋଗ ଦେଲ ପ୍ରଭୁ ଆରାଧନା କରି ତୁମ ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁ ତୁମରି ଦାସୀଙ୍କୁ ମନୋନୀତ କଲ ନମିତା ଭଉଣୀଙ୍କୁ ତୁମେ ଅନୁଗ୍ରହ କଲ କୃପା କଲ। ଏଇ ପ୍ରାତଃ କାଳରେ ତୁମ ନିକଟବର୍ତ୍ତୀ ହେବା ପାଇଁ ତୁମରି ନିକଟରେ ଗୀତ ଗାନ କରି ଆରାଧନା କରି ଗୌରବ କରୁ କରୁ ପ୍ରତ୍ୟେକଙ୍କୁ ତୁମ ନିକଟବର୍ତ୍ତୀ କରାଇଛନ୍ତି ଧନ୍ୟବାଦ ଦଉଛୁ। ତାଙ୍କୁ ମଧ୍ୟ ବିଶେଷ କରି ଆଶୀର୍ବାଦ କର ତାଙ୍କ ପରିବାରକୁ ତାଙ୍କ ସମସ୍ତ କ୍ଷେତ୍ରରେ ତୁମେ ସହବର୍ତ୍ତୀ ପରମେଶ୍ୱର ପ୍ରଭୁ ତୁମେ ଦୟା କର ପ୍ରାର୍ଥନା କରୁଛୁ। ପ୍ରଭୁ ତୁମରି ଦାସୀ ପ୍ରଭାସିନୀ ପ୍ରଧାନ ଭଉଣୀ ଅଛନ୍ତି ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର ଏ ପ୍ରାତଃ କାଳରେ ପ୍ରଭୁ ଆଉ ସେ ଲିଡିଂ କରନ୍ତି ଅତି ଉତ୍ତମ ଭାବେ ଅତି ସ୍ନେହ ପ୍ରତି ପ୍ରଭାତରେ ସେ ତୁମ ଚରଣ ତଳେ ବସନ୍ତି ତୁମରି ସେବା କରନ୍ତି ତୁମର ସେବା କାର୍ଯ୍ୟରେ ମଧ୍ୟ ସହବର୍ତ୍ତୀ ପରମେଶ୍ୱର ହବ ତାଙ୍କର ସମସ୍ତ କ୍ଷେତ୍ରରେ ତୁମେ ଆଶୀର୍ବାଦ କର ପରିବାରକୁ ମଧ୍ୟ ବିଶେଷ କରି ଆଶୀର୍ବାଦ କର ପ୍ରଭୁ ତମେ ତାଙ୍କୁ ଧୈର୍ଯ୍ୟ ଶକ୍ତି ଜ୍ଞାନ ଦେଇ ତୁମେ ହିଁ ମହିମାନ୍ୱିତ ତୁମେ ହିଁ ଗୌରବ ପାଅ ବୋଲି ପ୍ରାର୍ଥନା କରୁ। ଏହି ସମୟରେ ତୁମରି ଦାସଙ୍କୁ ହାତୀଙ୍କୁ ପ୍ରଭୁ ତୁମରି ମନୋନୀତ ଅଭିଷେକ୍ତ ଦାସଙ୍କୁ ତୁମ ଚରଣ ତଳେ ଦଉଛୁ। ମୁଁ ଯେ ନିତାନ୍ତ ଅଯୋଗ୍ୟ କି ପ୍ରକାର ପ୍ରାର୍ଥନା କରି ମୁଁ ଜାଣେ ନା ପ୍ରଭୁ ସମସ୍ତଙ୍କ ହୃଦୟ ତୁମେ ଜାଣିବା ପରମେଶ୍ୱର ସମସ୍ତଙ୍କ ବିଷୟ ତୁମେ ତୋଳିବା ଜାଣିବା ପରମେଶ୍ୱର ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ ପାକର ତୁମରି ଦାସଙ୍କୁ ତୁମେ ହଜାଅ ଲୋଚାଅ ତୁମେ କଥା କୁହ ତୁମରି ମୁଖ ଦ୍ୱାରା ତୁମେ ହିଁ କଥା କହି ତୁମେ ମହିମାନ୍ୱିତ ତୁମେ ତାଙ୍କ ସମ୍ମୁଖ ମଧ୍ୟରେ ଛିଡ଼ା ହିଁ ପ୍ରଭୁ ତୁମେ ହିଁ ତୁମରି ରବ ପ୍ରକାଶ କର। ଆମେ ପ୍ରତ୍ୟେକ ପ୍ରଭୁ ଉତ୍ତମ କର୍ଣ୍ଣରେ ଉତ୍ତମ ହୃଦୟରେ ପବିତ୍ରତାର ସହିତ ଏଠାରେ ବସି ତୁମରି ସେ ଜୀବନ୍ତ ବାକ୍ୟକୁ ଶ୍ରବଣ କରି ବାକ୍ୟ ଅନୁଯାୟୀ ପ୍ରଭୁ ଆମମାନେ ବଞ୍ଚିବାକୁ ପାରିବୁ ଜୀବନ ଯାପନ କରିବାକୁ ପାରିବୁ ଏହିପରି ଆମମାନଙ୍କୁ ଉତ୍ତମ ହୃଦୟ ଦେଇ ଉତ୍ତମ ମନ ଦେଇ ଶିକ୍ଷା ଚେତନା ଦେଇ ସେ ବାକ୍ୟକୁ ସ୍ମରଣ କରି ଆମେ ଜୀବନ ଯାପନ କରିବା ପାଇଁ ଆମକୁ ଅନୁଗ୍ରହ କୃପା କର ସାହାଯ୍ୟ କର ଶକ୍ତି ଯୁକ୍ତ କର ବୋଲି ପ୍ରାର୍ଥନା କରୁଛୁ। ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ ପ୍ରତ୍ୟେକ ପରିବାରକୁ ମଧ୍ୟ ତୁମେ ଆଶୀର୍ବାଦ କର ତୁମେ ମହିମା କର ପ୍ରଭୁ ତୁମେ ଦୟା କର ପୁଣି ପ୍ରଭୁ ଏଇ ରିଏଲ ମିନିଷ୍ଟ୍ରି ସ୍ଥାନକୁ ମଧ୍ୟ ତୁମେ ଆଶୀର୍ବାଦ କର ପ୍ରଭୁ ଧନ୍ୟବାଦ ଦଉଛୁ ପ୍ରିୟ ତୁମରି ଦାସଙ୍କୁ ଏକ
ପରିଶ୍ରମ କରି ଏକ ସୁନ୍ଦର ଡିଭାଇସ୍ ଏକ ସୁନ୍ଦର ଅନୁଷ୍ଠାନ ଆମମାନଙ୍କ ଜୀବନରେ ଗଢ଼ି ଦେଇଛନ୍ତି। ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ। ତୁମେ ଏଇ ଡିଭାଇସ୍କୁ ତୁମେ ସଦାସର୍ବଦା ଏଇ ଅନୁଷ୍ଠାନକୁ ସଦାସର୍ବଦା ବଜାଇ ରଖ। ପୁଣି ତାଙ୍କ ପରିବାରକୁ ତାଙ୍କ ପରିଶ୍ରମକୁ ମଧ୍ୟ ତୁମରି ସେଇ ବଳବ ହସ୍ତ ତଳେ ତୁମରି କକ୍ଷ ତଳେ ଡେଣା ତଳେ ଆବରି ରଖି ସଦାସର୍ବଦା ଅନୁଗ୍ରହରେ ଚାଲିବା ପାଇଁ ସାହାଯ୍ୟ କର। ମହିମାନ୍ୱିତ ତୁମେ ଗୌରବ ପାଅ, ତୁମେ ପ୍ରଶଂସା ପାଅ ପ୍ରଭୁ। ତୁମେ ଦାନ ଏ କିଛି ମାଗିବା ପୂର୍ବରୁ ପ୍ରଭୁ ଆମଙ୍କର ସମସ୍ତ ବିଷୟ ତୁମେ ଜ୍ଞାତ ହେବା ପରମେଶ୍ୱର। ସମସ୍ତ ବିଷୟକୁ ତୁମରି ନିୟନ୍ତ୍ରଣ ମଧ୍ୟରେ ରଖି ଏଇ ଡିଭାଇସ୍କୁ କୌଣସି ପ୍ରକାର ନେଟୱାର୍କ କି କୌଣସି ପ୍ରକାର ପରିବେଶ କୌଣସି ପ୍ରକାର ପ୍ରଭୁ ଅଶାନ୍ତିର ବାତାବରଣ ନ ହେଇ এই সমস্ত বাক্য ଆମେ ଶ୍ରବଣ କରି ତୁମରି ମହିମା ଗୌରବ ପୂଜା ପ୍ରଶଂସା ତୁମ ଯୀଶୁଙ୍କ ନାମରେ ମାଗିଲି ପିତା, ଆମେନ୍ ଆମେନ୍। ଧନ୍ୟବାଦ ଭଉଣୀ। ଧନ୍ୟବାଦ ଆଜ୍ଞା। ସୁନ୍ଦର ଭାବରେ ବଜ୍ର ସହିତ ସମସ୍ତ ପ୍ରାର୍ଥନାକୁ ପ୍ରଭୁଙ୍କର ପବିତ୍ର ଚଞ୍ଚଳ ଅର୍ପଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ଆମେ ବର୍ତ୍ତମାନ ବାକ୍ୟ ମଧ୍ୟକୁ ଯିବା। ଆଉ ତା ପୂର୍ବରୁ ମୁଁ ଗୋଟିଏ ବାକ୍ୟ ପଢି ଆଜ୍ଞାଙ୍କୁ ଆମେ ଆଜ୍ଞା ଆସିବା ସମୟରେ ସମସ୍ତେ କରତାଳି ଦେବା। ଆଉ ପ୍ରଥମ ସାମୁଏଲ 12 ପର୍ବ 24 ପଦରେ ଏହି ପ୍ରକାର ଲେଖାଯାଏ, କେବଳ ସଦାପ୍ରଭୁଙ୍କୁ ଭୟ କର, ପୁଣି ସତ୍ୟ ରୂପେ ସମସ୍ତ ଅନ୍ତଃକରଣ ସହିତ ତାହାଙ୍କର ସେବା କର, କାରଣ ଦେଖ ସେ ତୁମ୍ଭମାନଙ୍କ ନିମନ୍ତେ କିପରି ମହତ୍ କର୍ମମାନ କରିଅଛନ୍ତି। ଆମେନ୍। ଏତେବେଳେ ମୁଁ ଆଜ୍ଞାଙ୍କୁ ଅନୁରୋଧ କରେ ସେ ଆମ ମଧ୍ୟକୁ ଆସିବେ, ପ୍ରଭୁଙ୍କର ସେଇ ସ୍ୱର୍ଗୀୟ ମାନା ପ୍ରତ୍ୟେକଙ୍କୁ ବିତରଣ କରି ପରିତୃପ୍ତ କରିବେ। ଆମ ମଧ୍ୟରେ ଅଛନ୍ତି ବିଧାନ ଚରଣ ହାତୀ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ନମସ୍କାର। ଆସନ୍ତୁ ଆମେ ଏକ ଉଚ୍ଚକାରତା ସହିତ ଆଜ୍ଞାଙ୍କୁ ସ୍ୱାଗତ କରିବା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ନମସ୍କାର, ଗୁଡ୍ ମର୍ଣ୍ଣିଂ ଆପଣଙ୍କର ସମୟ। ପ୍ରେଜ୍ ଦ ଲର୍ଡ। ଶୁଭା ଯାଉଛି ମୋର ଶବ୍ଦ? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁଙ୍କ ନାମ ଧନ୍ୟବାଦ ଦିଏ। ପ୍ରଭୁ ଗୌରବ ପାଇବା ପରମେଶ୍ୱର ଅଟନ୍ତି। ପ୍ରଭୁଙ୍କ ଅନୁଗ୍ରହରେ ପ୍ରଭୁ ଆଜି ଆମମାନେ ପ୍ରଭାତରେ ଏରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ମଧ୍ୟରେ ପୁଣି ନୂତନ ବର୍ଷରେ ଦେଖା ହେବା ପାଇଁ ପ୍ରଭୁ ସାହାଯ୍ୟ କଲେ। ଏହି ନୂତନ ବର୍ଷର ନୂଆ ନୂଆ ଆଶୀର୍ବାଦ, ନୂଆ ନୂଆ ସାକ୍ଷ୍ୟ ଆଉ ନୂଆ ନୂଆ ଲୋକମାନଙ୍କୁ ବି ଦେଖିବା ପାଇଁ ପାଇବୁ ବୋଲି ବିଶ୍ୱାସ କରୁଛୁ। କିନ୍ତୁ ଦେଖୁଛି ପୁରୁଣା ଲୋକମାନେ ଆମର ଅଛନ୍ତି, ସମସ୍ତ ଅତି ପରିଚୟ, ନିଜର ବନ୍ଧୁ, ନିଜର ଭାଇ ସମସ୍ତ ଅଛନ୍ତି। ସେଥିପାଇଁ ମୁଁ ବିଶେଷ ଖୁସି ଅଟେ। ଗତ ବର୍ଷର ସମସ୍ତ କାର୍ଯ୍ୟ ସମାପ୍ତିରେ ପ୍ରଭୁ ନୂତନ ବର୍ଷରେ ନୂଆ ଦିନ ନୂଆ ସମୟ ଦେଖିବା ପାଇଁ ଦେଲେ। ଗତକାଲି ପିଟର ଆଜ୍ଞା ଯେତେବେଳେ କଲ୍ କଲେ ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହେଲି ଯେ ମୋତେ ମନେ ପକାଇଛନ୍ତି, ଧନ୍ୟବାଦ। କାରଣ ଆଉ ପାଶରେ ଯାଇଥିବା ଲୋକମାନେ ମନେ ପକାନ୍ତି, କାରଣ ଦିନ ସେମିତି ଆସେ ଆଉ ଯେଉଁମାନେ ତୁମକୁ ପାଶରେ ଯିବେ ସେମାନେ ଆଉ ଥରେ ରିଟର୍ନ ଫେରି ଆସିବେ ବୋଲି ପରମେଶ୍ୱର ଆମମାନଙ୍କୁ କହିଛନ୍ତି, କିନ୍ତୁ ଜଗତରେ କିଏ କହିବେ ନାହିଁ। ଆଉ ସେ ପରମେଶ୍ୱର କହିଲେ ତୁମକୁ ତୁମର ମାତା ଗର୍ଭରୁ ଜାତ କରି ପାଶରି ପକାଇବ ସତ, ମାତ୍ର ମୁଁ ତୁମକୁ କେବେ ପାଶରିବି ନାହିଁ ବୋଲି କହିଥିଲେ। ହେଲେ ତ ପ୍ରଭୁ ଆସି ତ ଡାକିବେନି, ପ୍ରଭୁ ତାଙ୍କ ହୋଷ୍ଟ ମାନଙ୍କ ଦ୍ୱାରା ଡାକନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ପିଟର ଆଜ୍ଞାଙ୍କୁ ଧନ୍ୟବାଦ ଦେବି ଆଉ ମନେ ପକାଇ ଆଜି ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସୁଯୋଗ ଦେଲେ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ଆଉ ବେଶୀ ଇଚ୍ଛା ଥିଲା ଆମର ପାଳ ଆଜ୍ଞା ଆଉ ଆମର ପବିତ୍ର ଆଜ୍ଞା ଅଛନ୍ତି, ଆଉ ଦେଖିଲା ପରେ ଲାଗିଲା ଯାହା ହଉ ଆମର ପୁରୁଣା ଲୋକମାନେ ଅଛନ୍ତି, ତେଣୁ ଆମେ ପୁଣି ଆଉ ଥରେ ଦେଖା କରିଛୁ। କାରଣ ଏଇ ଦିନ ଦେଖିବା ପାଇଁ ଲୋକମାନଙ୍କ ପାଇଁ ବହୁତ କଟକଣା ଅଟେ, ଆଉ ସେଥିପାଇଁ ମୁଁ ବିଶେଷ ଧନ୍ୟବାଦ ଦିଏ। ଆଜି ଆମର ପ୍ରଧାନ ଦିଦି ଲିଡିଂ କରୁଛନ୍ତି। ମୋର ଗତ ଥର ବି ବାକ୍ୟ ପ୍ରଚାର ବେଳେ ସିଏ ଏକା ଥିଲା, କିନ୍ତୁ ଏବେ ମଧ୍ୟ ଏଇଟା ପିଟର ଆଜ୍ଞା କେମିତି ସେଟିଂ କରୁଛନ୍ତି, ଆଉ କାହିଁକି ସେ ଭଲ ଲିଡିଂ ବି କରେ ଆଉ ଭଲ ବାକ୍ୟ ବି ପଢ଼େ, ମୁଁ ତାଙ୍କୁ ଭଲ ଭାବେ ଜାଣେ। ଆଉ ଦିଦିଙ୍କୁ ପ୍ରେଜ୍ ଦ ଲର୍ଡ। ସେଥିପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜି ନମିତା ଦିଦି କୁଆଡ଼େ ଗଲେ? ମାନେ ଭାବୁଥିଲି ଆଜି ନମିତା ଦିଦି କ'ଣ ୱାର୍ସିପ୍ କରିବ, ଆଉ ଦିଦିଙ୍କୁ ଟିକେ, ଆଉ ଏତେ ସୁନ୍ଦର ସେ ଗୀତ ଗାଉଥିଲେ, ଆଉ ଗଛ ଠାରୁ ପରମେଶ୍ୱର କେମିତି ପାଣି ଦେଇ ବାକ୍ୟରେ ଆମକୁ ବଢ଼େଇକି ଆଣୁଛନ୍ତି। ସେ ଗୀତ ବହୁତ ହାର୍ଟ ଟଚିଂ ଗୀତ ଦିଦି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆଶୀର୍ବାଦ କରନ୍ତୁ।
ଆଉ ସୁନ୍ଦର ୱାର୍ସିପ୍ ଶୁଣି ମୋ ଦେହ ଆଜିକୁ ପ୍ରାୟ ସପ୍ତାହ ହେଲା ଅସୁସ୍ଥ ଅଛି, ହେଲେ ବି ମାଇଣ୍ଡ ଫ୍ରି ହେଇଗଲା ବାକ୍ୟ କହିବା ପାଇଁ। ଆଉ ଯେପରି ଗୀତ ଶୁଣିଲି ପ୍ରଭୁଙ୍କୁ ଧନ୍ୟବାଦ ଦେଲି, ଆଉ ପ୍ରଭୁ ଗୋଟେ ସୁନ୍ଦର ମେଡିସିନ ମତେ ଆଜି ସକାଳ ସକାଳ ଦେଲେ, ସେଥିପାଇଁ ଧନ୍ୟବାଦ। ପ୍ରେଜ ଦ ଲର୍ଡ। ଦିଦି ବହୁତ ମାନେ ସତରେ ଆଉ ପ୍ରଧାନ ଦିଦି କହିଲେ ପ୍ରଭାତରେ ସ୍ୱର ଶୁଣିକି ଗୀତ ଗାଇବା କେତେ କଷ୍ଟ, ହେଲେ ମଧ୍ୟ ବି ବହୁତ ସୁନ୍ଦର ଭାବରେ ଗାଇଛନ୍ତି। ପ୍ରେଜ ଦ ଲର୍ଡ। ସକାଳୁ ଉଠି ଜଣେ ଗୀତ ଗାୟକ ହଉଛି ଥଣ୍ଡା ସମୟରେ ତୁମ ଉପରେ ରାଗିଯିବ ସେମାନେ, କିନ୍ତୁ ସକାଳୁ ଉଠୁ ଉଠୁ ଗରମ ଚା ପିଇବା ପାଇଁ ହେଲେ ଲୋକକୁ ଖୁସି ଲାଗିବ। କିନ୍ତୁ ଆଜି ଆମମାନେ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆରେ ଏକତ୍ରିତ ହେଇଥିବାରୁ ଧନ୍ୟବାଦ କରି ଆମର ସମସ୍ତେ ଆଉ ଆଉ ଅଭିମନ୍ୟୁ ପାସପୁର ରେଡ୍ଡି ଆଜ୍ଞା ଆଉ ଅମ୍ବିକା ଭଉଣୀ ସମସ୍ତେ ଭିଡ଼ିଓ କରିଛନ୍ତି। ତେଣୁ ସମସ୍ତଙ୍କୁ ମୋର ପ୍ରେଜ ଦ ଲର୍ଡ। ସମସ୍ତେ ଅଛନ୍ତି, ଆସନ୍ତୁ ଆମମାନେ ଅଳ୍ପ ଟିକେ ବାକ୍ୟ ପଢିବା, ଯାହାକି ନୂଆ ବର୍ଷ ତ ନୂଆ ବାକ୍ୟ ନାହିଁ, ସବୁଦିନେ ଆମେ ଯଦି ବାଇବଲ ଖୋଲୁଥିବା ଆମକୁ ସବୁଯାଏ ନୂଆ ଲାଗୁଥିବ। 10 ଥର ପଢୁଥିଲେ ବି ସେ ବାକ୍ୟ ନୂଆ ଲାଗୁଥିବ, କାରଣ ସେଠାରେ ଗୋଟିଏ ବିଷୟ ଲେଖା ଅଛି। ଆଉ ଗୀତ ସଂହିତା 1:1, 2, 3। ମନ୍ତ୍ରଣାରେ ଚାଲେ ନାହିଁ, ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କି ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱ-ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ୍ୟ ସେ ହବ। ପୁଣି ସେ ଯାହା କରେ ତାହା ସଫଳ ହବ। ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ଧନ୍ୟବାଦ କରୁଅଛି ଆଜିର ଏହି ପ୍ରଭାତର ଖାଦ୍ୟ ତୁମତେ ସମର୍ପଣ କରେ। ପ୍ରତ୍ୟେକ ନିମନ୍ତେ ପ୍ରଭୁ ଆଜି ସୁଖାଦ୍ୟ ହେଉ, এই ବର୍ଷରେ ଯେପରି ପ୍ରଭୁ ସମାପ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ ଜୀବନରେ ଏକ ଆଶୀର୍ବାଦର କାରଣ ହେଉ ବୋଲି ତୁମ ନିକଟରେ ସମର୍ପଣ କରୁଅଛି। ପ୍ରଭୁ ପ୍ରତ୍ୟେକଙ୍କୁ ସମର୍ପଣ କରେ, ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏଠାରେ ଆମେ ଦେଖିଲୁ ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କି ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ହାଲେଲୁୟା। ଯେ ଦିବାରାତ୍ର ତାହାଙ୍କର ଧ୍ୟାନ କରେ, ସେ ଧନ୍ୟ। ଯାହାର ସଦାପ୍ରଭୁଙ୍କ ଠାରେ ଆନନ୍ଦ ଅଛି। ଏଠି ଆମେ ଟପିକ କୁ ଆସିଲୁ କଣ? ଆନନ୍ଦ କରିବା। ଯେଉଁ ଜନ ପାପୀ ମାନଙ୍କ ମଧ୍ୟରେ ବୁଲିକି ଆନନ୍ଦ କରୁଛନ୍ତି, କାହିଁକି ତାକୁ ସେଇ ପାପ ଦୁନିଆର ସବୁ ବିଷୟ ଆନନ୍ଦ ଲାଗୁଛି। ଯିଏ ପାପୀ ମାନଙ୍କ ମନ୍ତ୍ରଣାରେ, ଦୁଷ୍ଟ ମାନଙ୍କର ମନ୍ତ୍ରଣାରେ, ପାପୀ ମାନଙ୍କର ମାର୍ଗରେ, ନିନ୍ଦକ ମାନଙ୍କ ପାଖରେ ବସିଥିବା ଲୋକମାନଙ୍କୁ ସେ ସମୟଟା କେତେ ଆନନ୍ଦ ଲାଗୁଛି। କିନ୍ତୁ ଆମ୍ଭେମାନେ କେବଳ ପରମେଶ୍ୱରଙ୍କର ବିଷୟରେ ଆନନ୍ଦ କରିବା ଦରକାର। ଦୁଃଖ ଆସିଲା ଆନନ୍ଦ କରିବା, ନିନ୍ଦା ଆସିଲା ଆନନ୍ଦ କରିବା, ତାଡ଼ନା ଆସିଲା ଆନନ୍ଦ କରିବା, ରୋଗ ଆସିଲା ଆନନ୍ଦ କରିବା। ଏଇଟା ଜଗତ ପାଇଁ ବହୁତ ଜଟିଳ। ତେଣୁ ସେଠି ମାଥି ଲିଖିତ ସୁସମାଚାର 5:3-12 ପର୍ଯ୍ୟନ୍ତ ଲେଖି ଦେଇଛନ୍ତି କଣ? ପୁରା ଲେଖିଛନ୍ତି, ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ, ସେମାନଙ୍କର ସ୍ୱର୍ଗ ରାଜ୍ୟ ସେମାନଙ୍କର। ଶାନ୍ତିକାରକ ଲୋକ ଧନ୍ୟ, ସେମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବେ। ଏମିତି ସବୁ 3-12 ପର୍ଯ୍ୟନ୍ତ ପ୍ରାୟ ସଦାପ୍ରଭୁଙ୍କ ବିଷୟରେ
ସେ ଆମ୍ଭମାନଙ୍କୁ ପୁରା କହିଛି। ସେଥିରେ କହିଛନ୍ତି 11-12 କଣ କହିଲେ, ଯେ ତୁମକୁ ମୋ ନାମରେ ମିଥ୍ୟାରେ କିଛି କହି ନିନ୍ଦା କରନ୍ତି କି ଅପମାନ କରନ୍ତି କି ସମସ୍ତ ପ୍ରକାର ମନ୍ଦ କଥା କୁହନ୍ତି, ତୁମେ କେବେ ବି ଚିନ୍ତା କରିବ ନାହିଁ। କେବେ ବି ସେ ଚିନ୍ତା କରି କରି ନିଜକୁ ଆଜି ବିନାଶ ହେବାକୁ ଚାହିଁବ ନାହିଁ। ଯେଉଁମାନେ ତୁମକୁ ଅନ୍ୟାୟରେ, ଯେଉଁମାନେ ତୁମକୁ ମିଥ୍ୟାରେ ନିନ୍ଦା କରନ୍ତି, ମିଥ୍ୟା କଥା କହନ୍ତି, ସେମାନେ ତୁମକୁ ଅପମାନ କରନ୍ତି, ସେମାନଙ୍କ ପ୍ରତି କେବେ ଚିନ୍ତିତ ହୁଅ ନାହିଁ। କେବଳ ସଦାପ୍ରଭୁଙ୍କ ଠାରେ ଧନ୍ୟବାଦ ଦିଅ। ହାଲେଲୁୟା। এই ଧନ୍ୟବାଦ ଦେବା, ପ୍ରଶଂସା କରିବା ଅତି ସହଜ ନାହିଁ। ଯେଉଁମାନେ ସଦାପ୍ରଭୁଙ୍କ ଠାରେ ଆଉ ଯେପରି ତାହାଙ୍କର ମନ, ଆତ୍ମା, ପ୍ରାଣ ଢାଳି ଦେଇଛି, ସେମାନେ ହିଁ ଧନ୍ୟବାଦ ଦେବେ। ଏବେ ବର୍ତ୍ତମାନ ଯୁଗର ପରିସ୍ଥିତି ଅନୁସାରେ ଆମେ ମୋବାଇଲ ଖୋଲିଲେ, ପେପର ପଢିଲେ, ମନେକର ଯାହାର ଟିଭି ଥିବ ଟିଭି ଦେଖିଲେ, ସବୁବେଳେ ବିଭିନ୍ନ ପ୍ରକାର ଆଉ ଯେପରି ବିକୃତ ନିର୍ଯାତନା ଦେଖି ଦେଖି ହାର୍ଟ ଫେଲ୍ ହେଇଯିବେ, ଦେଖି ଦେଖି ନିରାଶ ହେଇଯିବେ, ଦେଖି ଦେଖି ଭାଙ୍ଗି ପଡିବେ। ଆରେ ଏତେ ବଡ ଏମିତି କରୁଛନ୍ତି, ସେମିତି କରୁଛନ୍ତି। କିନ୍ତୁ ପ୍ରଭୁ କହିଲେ ତୁମମାନେ ସଦାପ୍ରଭୁଙ୍କ ଠାରେ ଆନନ୍ଦ କର। କାହିଁକି ଏ କଥା କହିଲେ? ସେଇ ଗୀତ ସଂହିତା 1ରେ ଆମେ 3 ପଦ ପଢିଲୁ, ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏହିପରି ବୃକ୍ଷ ସଦୃଶ ସେ ହେବ। ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ନିନ୍ଦା ବି ଆସୁ, ତାଡ଼ନା ବି ଆସୁ, ବାଧା ବି ଆସୁ, କଷ୍ଟ ବି ଆସୁ, ଅଭାବ ବି ଆସୁ, ସମସ୍ୟା ବି ଆସୁ, ଯେତେବେଳେ ଆମେ ଆନନ୍ଦ କରିବା, ତେବେ ସେ ଯାହା ସୁସମୟରେ ଫଳ ଫଳିବ, ସେ ଯେତେବେଳେ ଚାହିଁବ ପରମେଶ୍ୱର ତା ଜୀବନ ସାଫଲ୍ୟତା ଆଣିପାରିବ, କିନ୍ତୁ ମନୁଷ୍ୟ ଦେଇପାରିବ ନାହିଁ। ଯେତେବେଳେ ଆମେ ମାନେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା, ପରମେଶ୍ୱରଙ୍କ ଠାରେ ମାଗିବା, ପରମେଶ୍ୱରଙ୍କୁ ଆମେ ବିନତି କରିବା, ଆଉ ମନେ ମନେ ମଧ୍ୟ ପରମେଶ୍ୱରଙ୍କୁ ଖୋଜିବା, ପ୍ରଭୁ ଆମମାନଙ୍କୁ ଯୋଗାଇବେ। ତା ତଳ ଧାଡରେ ଲେଖା ଅଛି ଯେ ଯାହା କରେ ତାହା ସଫଳ ହେବ। এই ୱାର୍ଡ ଆମମାନଙ୍କୁ ଏ ବର୍ଷର ଗୋଟେ ଆଶୀର୍ବାଦର ୱାର୍ଡ ବୋଲି ଭାବିବେ। କାହା ପାଇଁ କହିଲେ? ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ଯେଉଁମାନେ ସଦାପ୍ରଭୁଙ୍କ ଠାରେ ନିର୍ଭର କରନ୍ତି, ଯେଉଁମାନେ ସଦାପ୍ରଭୁଙ୍କ ଠାରେ ଥାଇ ଦୁଃଖରେ, କଷ୍ଟରେ, ସମସ୍ୟାରେ, ବିଭିନ୍ନ ପରିସ୍ଥିତିରେ ମଧ୍ୟ, ଯେଉଁମାନେ ଜଗତ ଯାହାକୁ ତୁଚ୍ଛ କରନ୍ତି, ଜଗତ ଯାହା ଗ୍ରହଣ କରନ୍ତି ନାହିଁ, ଆମେ ସେଥିରେ ଯଦି ଆନନ୍ଦ କରିବା, ତେବେ ସେ ଯାହା କରେ ତାହା ସଫଳ। ପ୍ରେଜ୍ ଦ ଲର୍ଡ। ଏଇ ପଦଟି ମୁଁ ଗତ ବର୍ଷ ଆଉ ମୋ ଅନ୍ତରରେ ରଖିକି ତାହା ମୁଁ ପାଳନ କରି କରି ଆସିଲି। ଆଉ ପ୍ରଭୁ ମୋତେ ଗତ ବର୍ଷଟି ସୁରକ୍ଷିତରେ କଟେଇକି ନେଲେ। ଆଉ ନୂତନ ବର୍ଷରେ ପ୍ରଭୁ ଆଶୀର୍ବାଦ କରିଛନ୍ତି। କାରଣ ପ୍ରଭୁଙ୍କ ଦୟା, ପ୍ରଭୁଙ୍କ କରୁଣା ଅନୁସାରେ ଆମ୍ଭେ ଯେତେବେଳେ ଏ ଅଞ୍ଚଳରେ ଗୋଟିଏ ଆରାଧନା କରୁଛୁ, ତଳ ଘରେ କରୁଥିଲୁ, ଗତ ବର୍ଷ ମୁଁ ପ୍ରଭୁଙ୍କୁ କହିଲି, ପ୍ରଭୁ ଆମେ ଏ ବର୍ଷ ଆଉ ଦ୍ୱିତୀୟ ବିଲ୍ଡିଂରେ ଆରାଧନା ଘର କରୁ। ପ୍ରଭୁ ଜଗାଇଲେ, ଆରାଧନା କରୁ, ଘର କଲୁ, ତଳେ ରେସିଡେନ୍ସି ରଖିଲୁ। କିନ୍ତୁ ମୋର ଗୋଟେ ଇଚ୍ଛା ଥିଲା, ମୋ ପରେ ମୁଁ ଆଉ ଏ ଗିର୍ଜା ଚଳେଇବା ପାଇଁ ନାହିଁ, ମୋ ପୁଅ ଯେମିତି ଠିଆ ହବ। ଏବେ ଦିବାରାତ୍ର ସବୁବେଳେ ତାର, ସିଏ ହିଁ ସମସ୍ତଙ୍କର ପାଳକ ଅଛି। ମୁଁ ଏବେ ବିଶ୍ୱାସ ହେଇକି ତଳେ ବସୁଛି। କେମିତି ନା ଜୁମ୍ ରେ ବସୁଛି। ଏବେ ମତେ ଏବେ ଜୁମ୍ ପାଗଳ ବୋଲି ଲୋକମାନେ କହୁଛନ୍ତି। ଏନି ଟାଇମ୍ ଜୁମ୍ ଚାଲିଥିବ, ଜୁମ୍ ରେ ପ୍ରାର୍ଥନା କରୁଥିବ। କାହିଁକି? ମୋ ଉପର କୋଠରୀକୁ ଚାଲେ, ଉପରକୁ ଯାଇପାରିବିନି, କିନ୍ତୁ ପୁଅ ସେଇ ଦାୟିତ୍ୱରେ ଅଛି। ତେଣୁ ଦିନ ଆସିଲା, ଗୋଟେ ଜଣେ ପଚାରି ଆସିଲେ, ଏଠି ଅନୁଗୁଳର ଲୋକ ଜଣେ
କହିଲେ ଏଠି ଜଣେ ବାପା ପୁଅ ପାଷ୍ଟର ଅଛନ୍ତି, କୋଉଠି ଅଛନ୍ତି? Incoming call from ଆଉ Jagadish Kumar Nag identified by ବାପା Truecaller. ପୁଅ ପାଷ୍ଟର ଅଛନ୍ତି, କୋଉଠି ଅଛନ୍ତି ବୋଲି କହିବାରୁ ସମସ୍ତେ କହିଲେ ଏଇ ବ୍ରହ୍ମପୁରରେ ବାପା ପୁଅ ପାଷ୍ଟର କହିଲେ ବିଧାନ ହାତୀର ବାପା ପୁଅ ଆଗା ଅଛି, ଆଉ କିଏ ନାହାନ୍ତି। ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ସେ ଆମ୍ଭମାନଙ୍କୁ କହିଲେ ସେ ଯାହା କରେ ତାହା ସଫଳ ହେବ। କାରଣ ପରମେଶ୍ୱର ସେ ଆମ୍ଭମାନଙ୍କର ସମସ୍ତ ବିଷୟରେ ସେ ଆମମାନଙ୍କୁ ଜାଣନ୍ତି। ହାଲେଲୁୟା। କାରଣ ତାଙ୍କ ସନ୍ତାନ ମାନେ କଣ ମାଗନ୍ତି, କଣ କହିବା ପାଇଁ ଚାହୁଁଛନ୍ତି, ପ୍ରଭୁ ତାହା ନିଶ୍ଚୟ ସଫଳ କରିବେ। ସେ ଯାହା କରେ ତାହା ସଫଳ ହେବ। ହାଲେଲୁୟା। ତେଣୁ ଏଠାରେ ଲେଖା ଅଛି, ଆଉ ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ବି ହୁଏ ନାହିଁ, ଏହିପରି ବୃକ୍ଷ ତୁଲ୍ୟ ସଦୃଶ୍ୟ ହେବ। ପ୍ରେଜ୍ ଦ ଲର୍ଡ। କହିଲେ ତାହାର ପତ୍ର ହିଁ ମଳିନ ହେବ ନାହିଁ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମ୍ଭମାନଙ୍କର ପାରିବାରିକ ଜୀବନର ଚିନ୍ତା, ମାଣ୍ଡଳିକ ଚିନ୍ତା, ବ୍ୟକ୍ତିଗତ ଚିନ୍ତା, ବିଭିନ୍ନ ପ୍ରକାର ପରିସ୍ଥିତି ଆମମାନଙ୍କୁ ଯେତେବେଳେ ବେଷ୍ଟନ କରୁଅଛି, କେବଳ ଆମେ ଈଶ୍ୱରଙ୍କ ନିକଟରେ ଯଦି ନିଜ ନିର୍ଭର କରିବା, ତେବେ ପରମେଶ୍ୱର ନିଶ୍ଚୟ ଆମମାନଙ୍କର ସମସ୍ତ କାର୍ଯ୍ୟ ସଫଳ କରିବେ। କିନ୍ତୁ ସେଠାରେ ଗୋଟେ ବିଷୟ ରହିଲା, ଆମେ ଆନନ୍ଦ କରିବାକୁ ପଡ଼ିବ। ଆନନ୍ଦ କର, ପୁନଶ୍ଚ କହୁଛି ଆନନ୍ଦ କର ବୋଲି ପାଉଲ କାହିଁକି ଆମମାନଙ୍କୁ ଯେ ସେଇ ଫିଲିପିଓ ମଣ୍ଡଳୀର 4 ଅଧ୍ୟାୟରେ ତାର 6-7 ଲେଖିଲେ। କଣ କହିଲେ? ପଢିବା କି ନା ପଢିବି? ଫିଲିପିଓ 4:6-7। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସୁରକ୍ଷା କରି ରଖେ। ଆମେନ୍। ପ୍ରେଜ୍ ଦ ଲର୍ଡ। ସମସ୍ତ ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସବୁ ବିଷୟ ପରମେଶ୍ୱରଙ୍କ ନିକଟରେ ଦିଅ, ଯେ ସେ ବୋଧର ଅଗମ୍ୟ। ଏମିତି ପ୍ରଭୁ ଆମମାନଙ୍କୁ ଯେପରି ଆଶୀର୍ବାଦ କରିବେ, ଯାହାକି ଆମମାନେ ତୁଳନା କରିପାରିବାନି। ବୋଧର ଅଗମ୍ୟ। ତେଣୁ ପ୍ରଭୁ ଆମମାନଙ୍କୁ ଏହିପରି ସମୟ ଦେଇଛନ୍ତି। କଣ? 4:4 ପଦ ଲେଖାଛି, ସର୍ବଦା ଆନନ୍ଦ କର, ପୁନଶ୍ଚ କହୁଛି ଆନନ୍ଦ କର, ଆଉ ତୁମମାନଙ୍କର ମୃଦୁପଣ ଯେପରି ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶିତ ହେବ। ଏଠି ଯେ ଲେଖିଲେ ସ୍ୱ ସମୟରେ ତୁମେ ଫଳ ଉତ୍ପନ୍ନ କରେ। ଲୋକମାନେ ତୁମକୁ ପରୀକ୍ଷା କରୁଥିବେ, ଏ କେମିତି କରୁଛି, କେମିତି ହେବ, କେମିତି ଚାଲିଛି, ଆର ଖାଇବା ପିଇବା, ଆର ପିନ୍ଧିବା, ଆର ଯିବା ଆସିବା, ଏସବୁ ଲୋକମାନେ ଦେଖନ୍ତି। କିନ୍ତୁ ପ୍ରଭୁ କହିଲେ ତୁମକୁ ସ୍ୱ ସମୟରେ ସେ ଫଳ ଉତ୍ପନ୍ନ କରିବାକୁ ଦେବେ। ଆଉ ସେ କହିଲେ ଆନନ୍ଦ କର, ପୁନଶ୍ଚ କହୁଛି ଆନନ୍ଦ କର, ଆଉ ସର୍ବଦା ବି ଆନନ୍ଦ କର, କାରଣ ତୁମମାନଙ୍କର ମୃଦୁପଣ, ତୁମମାନଙ୍କର ଆଉ ଯେପରି ଆନନ୍ଦ ଜୀବନକୁ ଦେଖି ଲୋକମାନେ ଯେମିତି କଣ କରିବେ, ଆଉ ଯେପରି ସାକ୍ଷାତରେ ପ୍ରକାଶିତ ହେବ। ଆମ ପାଖରେ ଅଭାବ ଅଛି, ଆମ ପାଖରେ ଦୁଃଖ ଅଛି, ଆମ ପାଖରେ ରୋଗ ବି ଅଛି, ଆମ ପାଖରେ ବିଭିନ୍ନ ପ୍ରକାର ସମସ୍ୟା ଅଛି, ତଥାପି ଲୋକମାନେ ଦେଖି କହିବେ ଆଜି କଣ ଆନନ୍ଦ ଚାଲିଛି, ୟାର ମନରେ କେବେ ଦୁଃଖ ନାହିଁ, କେବେ ବି ଭାଙ୍ଗି ପଡୁନି, କିନ୍ତୁ ବହୁତ କିଛି ଅଛି। ପ୍ରେଜ୍ ଦ ଲର୍ଡ। କାରଣ ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋ ଲାଇଫରେ ସେତିକି ମୁଁ ଭୋଗ କରୁଛି। ଆପଣମାନେ ତ ବୁଝିପାରୁଥିବେ ଯେ ପାଳକମାନେ କେବଳ ଅନ୍ୟମାନଙ୍କର
विश्वासी मानक पई प्रार्थना रे अपेक्षा करती जे जेमती गोटे गुहाल को आउ गोटे मालिक को गोटे मेष मान को जेमती तुलना करा जाए जे जदि भलरे मेष मान को चराई बुलाई के आनीची तो से राति सारा पाकुलिबो से राति सारा जेपरी से ता गुहाल रे रहिबो पुणी सकाळ हेले क्षीरटीए आउ देले से मालिक कौन करिबो बिक्री करी से पैसाटी पाइबो किंतु पालक मानकर धंदा से प्रकार से प्रत्येक मेष मान को भलरे चराइबो भलरे तांकर तत्वावधान नेबो भलरे से मानक पई चिंतार भारग्रस्त नहीं प्रार्थना करिबो प्रभु जगाइबे तेबे आजुदी आमे केबे प्रार्थना करिबा नहीं केबे विश्वासी मानक पाखु जिबा नहीं केबे तांकर चिंता मन को नेबा नहीं केबे तांको पई भारग्रस्त नथिबा से माने किमिति आमनकु खाद्य जगाइबे जदि मेष गुड़ाक दुबुला पंगला ही थिबो सेमानक पेटरे खाद्य नथिबो सेमानक पाखरे किछि आउ जेपरी बळ कि साहस नथिबो सेमाने को पाखुकु ताकु डाकी आनिकी क्षीर कोन बाहर कल बारिबो ना सेमानकु का मागिले कोन देबो नाही किंतु सेमानकु आमे वाक्यर आधार देई सेमानक पई प्रार्थनार शक्ति देई सेमानक पई आमानकर गोटे आउ एई प्रकार गोटे रहिबार अछि जे मु मो परिवार पई प्रार्थना करिबा पई एते उद्योग न होई मु मंडली पई प्रार्थना करिबी मु मेष मानक पई प्रार्थना करिबी मो विश्वासी मानक पई प्रार्थना करिबी सेमाने बलवान हेले सेमाने बलकृत हेले प्रभु आमनकु कौन करिबे तांको द्वारा जगाइबे नहले एठी आउ दाऊद खाली केवल लेखि देइचंती जे जेउ वृक्ष जलस्रोत निकट रे रपित जे सु समय रे फल उत्पन्न करे जहार पत्र ही मलिन हुए जल कोठी आसिला जलर अर्थ देला जे माने प्रार्थनार निकट रे चलती विश्वासी हो पालक हो बिशप हो कि से जे कि हो ना कहीं वाक्य शुणा वाक्य को ग्रहण करने पर भी जहाँ ठारे प्रार्थना जीवन नहीं जे जलस्रोत निकट रे गोटे वृक्ष जेपरी मलिन हुए नहीं से परी गोटे विश्वासी जीवन प्रार्थना विहीन जीवन हेले से बंची न पारे जेतिकी प्रार्थना करिबो से सेतिकी आशीर्वाद पाइब नहले जयल भविष्य वक्ता पुस्तकर 2 अध्याय 32 पद लिखिले जे कि सदाप्रभु नाम रे प्रार्थना करिबो से उद्धार पाइबो आ उद्धार प्राप्त लोक माने ही जेरूसालेम रे रहिबे बोली कहिसंती आ जे केही बोली कहले जे केही माने समस्त को लगैले जड़े पालक रेवरेंड विश्वास बिशप ही गले जे से ता पाखरा प्रार्थनार आवश्यक नाई बोली केबे नहीं समस्त प्रार्थनार आवश्यक अच्छी तेणु यही प्रार्थना आमानक पई परमेश्वरंकर योजना अच्छी यही प्रार्थना परमेश्वरंकर उद्देश्य अच्छी तेणु आम्भे माने सदाप्रभु परमेश्वरंकर उद्देश्य रे प्रार्थना करू तेणु प्रिय प्रभुक लोक माने आम्भे माने सदाप्रभुक उद्देश्य रे प्रार्थना करने समय प्रभु आम को कौन कहले एठी लेखा अच्छी जेपरी गीत संहिता 128 1-2 रे हे सदाप्रभु मु तुम्भ निकटरे डाक पकाइबी हे मोहर शैल मो प्रति नीरव हुओ नहीं के जानी तुम्भे मो प्रति नीरव हेले मु गर्तगामी लोक देवी मु तुम्भ निकटरे आर्तनाद कला बेले तुम्भ पवित्र स्थानर गर्भागार आड़े आपना हस्त टेकिबा बेले मो निवेदनर रब श्रवण करो प्रेज द लॉर्ड आउ सदाप्रभु परमेश्वर एक कथा कहले जेपरी आउ प्रभुक अनुग्रह रे तुम्भे आपना हस्तकृत परिश्रम फल भजन करिबो तुम्हें सुखी हेबो तुमर मंगल हेबो बोली कहला तुम्हें प्रार्थना करिबो केबे निराश हेबो नाही तमे ईश्वरंक ठारे जीवंत वाक्य को पालन करिबो
केबे निराश हेब नाही तमे जदि मनुष्य उपरे निर्भर करिब। जिरिमिय भविष्य वक्ता पुस्तकर तार 17 अध्याय 5, 6, 7 लेखिले कौन हली जो मनुष्य मनुष्य उपरे निर्भर करे निजर मांस को बाहु करे सी कौन हेब शापग्रस्त हेब। किंतु जो मनुष्य सदाप्रभु उपरे निर्भर करती सदाप्रभु जार विश्वास भूमि से धन्य। किंतु से तार 7 पद भी लेखा अच्छी कौन हली आउ जो मनुष्य सदाप्रभु उपरे निर्भर करती सदाप्रभु जार विश्वास भूमि। हालेलुया। कारण परमेश्वर से आंब मान पूरा माने डायरेक्टली गोटे विषय चाहती नहीं जे आंबे निजर गर्व अहंकार को नहीं सबू जानिचु बोली केबे कहबा नहीं किंतु सबु बेले सबु समय सबु अवस्था आमन को परमेश्वर को खोजिबा को पड़िबो। हालेलुया। सबु बेले सबु समय ईश्वरंकर उपस्थिति परमेश्वरंकर बहुमूल्य आशीर्वाद आकर हेबा पाई प्रभु आमको चाहती। आम्भे माने बेले बेले चिंता करिछु कोन मु तो सब बेले प्रार्थना करिछि मोर प्रभु को ऊपर पूरा डिपेंड अछि मु केबे भी पासरी नै आज प्रार्थना न कले चलिबो। मु बेले बेले भल तरकार देखिले बिना प्रार्थना रे भी जल्दी खाइबा उचित। जो दिन जदि से तरकार बासना न आसती होले बेसी प्रार्थना करियो प्रभु आज जगैलेनी आज टिके निरामटा भल लागुनी आज टिके भेजटा नै किंतु जो दिन भल तटका जिनस थिबो नले आउ मन निजर आउ प्रिय जिनस थिला आउ प्रार्थना रे भी एते आउ इच्छा नै जल्दी आण आगे खाइबार अछि। बेले बेले खाइबा समय रे भी आमे प्रार्थना भूली जाइतो। कहा कहा को प्रार्थना देले तो कहिबे केबे प्रार्थना कर नथिबो किंतु खाइला बेले जो प्रार्थनाटा करिवो से दिन से गरम भात भी ठंडाई जाइतिबो किंतु घरे केबे प्रार्थना करिबे नै। किंतु प्रभु मान को कहिले निरंतर प्रार्थना कर सबु अवस्था रे धन्यवाद दियो कहले निरंतर प्रार्थना किए तुमर द्वार भितर पशि पारिबे नै कारण सदाप्रभु परमेश्वर से आम मानकर हृदय द्वार अछंती। आमे कौन करूचु कौन नहीं से आम को सबु जानती। आमे मनुष्य को ठकी दे पारिबा मनुष्य को आमे मिछ कहि पारिबा किंतु परमेश्वर को केबे मिछ कहि पारिबा नै। तेणु परमेश्वर गोटे कथा आम को कहले जे तुम्ही माने आउ सदाप्रभु निकट जो माने सदाप्रभु को भय करती ताहांकर पथरे चलती सेमानकर प्रत्येक लोक धन्य। जो माने सदाप्रभुंकर पथरे चलती सेमाने स्व समय कौन करिबो फल उत्पन्न करिवे जे जहा करे ताहा सफल हेबो। प्रेज द लॉर्ड। किंतु जदि आमे केबे प्रार्थना करू नथिबा केबे आमे परमेश्वरंकर उद्देश्य को चिंता कर नथिबा कौन गोटे सफल हेबा पई कहले हेबो। तेणु एठारे अछि हितोपदेश 28 अध्याय तार 13-14। जे ଆପଣ ଆଚ୍ଛାଦନ କରେ पढ़ंतु पढ़ंतु के गोटे जे आपणा अधर्म आच्छादन करे से मंगल पाए नहीं मात्र जेउ लोक ताहा स्वीकार करी छाड़े से दया पाइबो। जेउ लोक सबुबेले भय रखे से धन्य मात्र जे आपणा मन को कठिन करे से आपदरे पड़िबो। प्रेज द लॉर्ड। आउ सदाप्रभु परमेश्वर से आम को कहले जे आपणा अधर्म को जे ढांकिबा पाई चिंता करती आपणा अधर्म आस्वादन करे से मंगल पाए नाही किंतु जे स्वीकार करिकी छाड़िबो प्रभु तांको आशीर्वाद करिवे। हालेलुया। जेउ जन सबु बेले भय रखे से धन्य मात्र जे आपणा मन को कठिन करे से आपदरे पड़िबो। प्रेज द लॉर्ड।
ଆଉ ଯେଉଁ ଜନ ମନୁଷ୍ୟ କଠିନ କରନ୍ତି ନାଇଁ କି, କାଉଁରୀ କାଠ ଯେମିତି କେତେ ସାନ ହେଲେ ବି ତାକୁ କେତେ ମୁଡାମୁଡି କଲେ ଭାଙ୍ଗିବନି। ସଜନା ଗଛ ଯେତେ ବଡ ହେଲେ ବି ତା ଉପରେ ଟିକେ ଯଦି ତୁମେ ହାତ ଦବେଇକି ଯଦି ତୁମେ ତାକୁ ଗୋଟେ ମୁନି କାଢି ବାହାର କରିବ, ସେ ପଟକିନା ଭାଙ୍ଗିଯିବ। ତେଣୁ ସରଳ ଲୋକ ବାକ୍ୟ ଶୁଣୁ ଶୁଣୁ ଭାଙ୍ଗି ପଡିବ, ସାଙ୍ଗେ ସାଙ୍ଗେ ସ୍ୱୀକାର କରିବେ। କଠିନ ଲୋକ ତୁମେ ତାକୁ କେତେ ମୁଡା ମୁଡି କରିକି ତାଡା ତାଡି କରିକି କେତେ କଣ ଭୟ ଦେଖେଇଲେ ବି ମୁଁ କେବେ ମାନିବାର ନାହିଁ, କେବେ କ୍ଷମା ମାଗିବିନି, କେବେ ନେ କେବେ ତାର ଗୋଡ ଧରିବିନି, କେବେ ତାକୁ କଥା ହେବିନି। ଯେ ଆପଣା ମନକୁ କଠିନ କରେ ସେ କେବେ ମଧ୍ୟ ଆଶୀର୍ବାଦ ପାଇପାରିବନି। ତେଣୁ ଆଜି ପରମେଶ୍ୱର ଆମମାନଙ୍କୁ କହିଲେ ଯେଉଁ ଲୋକ ସବୁବେଳେ ଭୟ ରଖେ, ପ୍ରେଜ୍ ଦ ଲର୍ଡ, ଈଶ୍ୱରଙ୍କର ଭୟ କେଉଁଠାରୁ ଆସୁଛି? ଯେ ଆମମାନଙ୍କର କାର୍ଯ୍ୟକଳାପ, ଆମମାନଙ୍କର ଆଉ ଯେପରି ଆଚାର ବ୍ୟବହାର, ଆମମାନଙ୍କର ଆଉ କି ପ୍ରକାର ଯେ ପରମେଶ୍ୱରଙ୍କ ନିକଟରେ କର୍ମ କରିଛୁ ସେଗୁଡାକ ଦେଖିଲେ ପରମେଶ୍ୱର ଜାଣନ୍ତି। ଏଠି ହିତୋପଦେଶ 16 ଅଧ୍ୟାୟ ଲେଖା ଅଛି 1-2। ଦେଖନ୍ତୁ 1-2। ଅନ୍ତଃକରଣ କଳ୍ପନା ମନୁଷ୍ୟର ଅଟେ, ମାତ୍ର ଜିହ୍ବାର ଉତ୍ତର ସଦାପ୍ରଭୁଙ୍କ ଠାରୁ ହୁଏ। ମନୁଷ୍ୟର ସମସ୍ତ ଗତି ଆପଣା ଦୃଷ୍ଟିରେ ନିର୍ମଳ, ମାତ୍ର ସଦାପ୍ରଭୁ ଆତ୍ମାକୁ ତୋଳନ୍ତି। ହାଲେଲୁୟା। ଅନ୍ତଃକରଣର କଳ୍ପନା କାହାର ଅଟେ? ମନୁଷ୍ୟର ଅଟେ। ଆମେ ମନୁଷ୍ୟ ଭାବରେ ଆମେରିକାରେ ଚିନ୍ତା ବି କରିପାରିବୁ, ମନୁଷ୍ୟ ଭାବରେ ଏଠି ବସି ଆମେ ଲଣ୍ଡନ କଥା ବି ଭାବିପାରୁ, କିନ୍ତୁ ଜିହ୍ବାର ଉତ୍ତର ସଦାପ୍ରଭୁଙ୍କ ଠାରୁ ହୁଏ। ଟିକଟ ମିଳିଲେ ତ ଯିବୁ, ଭିସା ଥିଲେ ତ ଯିବ। ମୁଁ ଚାହିଁଲେ ଆମେରିକା ଯାଇପାରିବି, ଲଣ୍ଡନ ଯାଇପାରିବି, ଦୁବାଇ ଯାଇପାରିବି ବୋଲି କହିପାରିବ ସତ, ଯେ କିନ୍ତୁ ଈଶ୍ୱରଙ୍କର ଇଚ୍ଛା ନଥିଲେ କେମିତି ଯିବ? ରେ ପ୍ରାଣ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ନିଆଯିବ। ତୁ ସବୁ କାହା ପାଇଁ ସଞ୍ଚୟ କରି ରଖିଛୁ? ସେ ଯଦି ଏମିତି କହିଦେବ ପ୍ରଭୁ ଆସିକି, ସେ ଦୁବାଇ, ସେ ଲଣ୍ଡନ, ସେଇ ଆମେରିକାର ଦର୍ଶନ, କବରସ୍ଥାନକୁ ପଳେଇବ। କିନ୍ତୁ ଆମେ ଯେଉଁଠାରେ ଅଛୁ, ଯେଉଁଠି ବସିଛୁ, ଯେଉଁ ମୁହୂର୍ତ୍ତରେ ଅଛୁ, କେବଳ ଈଶ୍ୱରଙ୍କୁ ଭୟ କରିବା ଦରକାର। ମୁଁ କଣ କରୁଛି କଣ ନାହିଁ, ମୁଁ ମନୁଷ୍ୟ ଭାବରେ ଯେଉଁ ଅନ୍ତଃକରଣ ଯେ କଳ୍ପନା କରୁଛି, ମୋର କଳ୍ପନା ଠିକ ନା ଭୁଲ, ମୁଁ ନିଜକୁ ଆଜି ପରଖିବାକୁ ପଡିବ। ତେବେ ଜଣଙ୍କର କ୍ଷତି କରିଦେଇକି ଆନନ୍ଦ କଲେ ହେବ? ଜଣେ ଝୁଣ୍ଟି ପଡିବାର ଦେଖିକି ତାକୁ ଦେଖି ଆନନ୍ଦ କଲେ ହେବ? ଜଣଙ୍କର ବିନାଶ ଦେଖିକି ଆନନ୍ଦ କଲେ ହେବ? ସେଇ ଆନନ୍ଦ ପରମେଶ୍ୱର ଚାହାନ୍ତିନି। ଯୋଉ ଆନନ୍ଦରେ ପରମେଶ୍ୱରଙ୍କର ଗୌରବ ହେବ, ପ୍ରଭୁ ସେ ଆନନ୍ଦ ଆମକୁ ଚାହୁଁଛନ୍ତି। ମନୁଷ୍ୟର ସମସ୍ତ ଗତି ଆପଣା ଦୃଷ୍ଟିରେ ନିର୍ମଳ, ମାତ୍ର ସଦାପ୍ରଭୁ ଆତ୍ମାମାନଙ୍କୁ ତୋଳନ୍ତି। ମନୁଷ୍ୟ ଦୃଷ୍ଟିରେ ବିଧାନ ହାତୀ ଏଠି ପାଳକ ଭାବରେ ଧଳା ଡ୍ରେସ ପିନ୍ଧିକି ବସିକି, ପ୍ରାୟ ଗୋଟେ କଳା ବାଇବଲ ଧରିକି ବସିକି, ଖାଲି ଲୋକମାନେ ବିଶ୍ୱାସ ମାନେ ଆସିଲା ବେଳୁ ବାଇବଲକୁ ଅନେଇକି ବସିଛି। ଆଜ୍ଞା, ସମସ୍ତେ ଭାବୁଛନ୍ତି ପାଳକ ବାବୁ ପ୍ରାର୍ଥନାରେ ଅଛନ୍ତି, ବାଇବଲ ପଢୁଛନ୍ତି, ଡିଷ୍ଟର୍ବ କରନି। ହେଲେ ପାଳକ ବାବୁ ମୋବାଇଲରେ ମାତିଛି ବୋଲି କିଏ ଜାଣିଛି? ପାଳକ ବାବୁ ସମସ୍ତଙ୍କୁ ଲାଇନ ଦଉଛି ବୋଲି କିଏ ଜାଣିଛି? ପାଳକ ବାବୁ ସମସ୍ତଙ୍କ ପାଇଁ ମନ୍ଦ ଚିନ୍ତା କରିକି ବସିଛି ବୋଲି କିଏ ବୁଝିଛି? ସେଥିପାଇଁ ମନୁଷ୍ୟର ସମସ୍ତ ଗତି ଆପଣା ଦୃଷ୍ଟିରେ ନିର୍ମଳ ଦେଖାଯିବ। ନିର୍ମଳ ସାର୍ଟ ପିନ୍ଧିଛି,
ନିର୍ମଳ ଟାଇ ମାରିଛି, ନିର୍ମଳ ଖାତା ପେନ୍ ଧରିଛି। ଏ ବର୍ଷ ପୁରା ନୂଆ ଡାଏରୀ, ନୂଆ ପେନ୍, ନୂଆ ବାଇବଲ ଆଉ ନୂଆ ଟେବୁଲ, ନୂଆ ରାଗ ସବୁ ବସିବାର ଅଛି, କାରଣ ନ୍ୟୁ ଇୟର୍ସ। ହେଲେ ଅନ୍ତଃକରଣ କୁଆଡେ ଗଲା? ସେ ଅନ୍ତଃକରଣ ମଧ୍ୟ ନ୍ୟୁ ଇୟର ହେବାର ଅଛି। ହାଲେଲୁୟା। ତେବେ ତାକୁ କହନ୍ତି ଆନନ୍ଦ କର, ପୁନଶ୍ଚ କହୁଛି ଆନନ୍ଦ କର। ମନୁଷ୍ୟ ଦୃଷ୍ଟିରେ କିଛି କିଛି ନିର୍ମଳ ଦେଖାଯାଏ, ମାତ୍ର ସଦାପ୍ରଭୁ ଆତ୍ମାମାନଙ୍କୁ ଦୌଡ଼ନ୍ତି। ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ ସଦାପ୍ରଭୁ ଅନ୍ତରକୁ ଦେଖୁଛନ୍ତି, ଆତ୍ମାକୁ ଦେଖୁଛନ୍ତି। ସଦାପ୍ରଭୁଙ୍କ ଠାରେ ଭୟ ସହିତ ପରମେଶ୍ୱରଙ୍କର ସେବା କର, କାରଣ ସଦାପ୍ରଭୁ ଆତ୍ମାମାନଙ୍କୁ ତୋଳନ୍ତି। କାରଣ ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି, ସେ ଆମ୍ଭମାନଙ୍କୁ ଚିହ୍ନନ୍ତି। ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଆଉ ଗୋଟେ ବିଷୟ ଆମେ 2-3ଟା ଦେଖିବା। ଲେଖା ଅଛି ଗୀତ ସଂହିତା 135ର 3 ପଦ। ତୁମ୍ଭେମାନେ ତୁମ୍ଭେମାନେ ସଦାପ୍ରଭୁଙ୍କର ସଦାପ୍ରଭୁ, କାରଣ ସଦାପ୍ରଭୁ ମଙ୍ଗଳମୟ। ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, କାରଣ ତାହା ମନୋହର। ଦେଖ, ତାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା କର, ଆଉ ପ୍ରଶଂସା ଗାନ ମଧ୍ୟ କର। କଣ ଗାଇବାକୁ ପଡିବ? ନେଇକି ପ୍ରଶଂସା କର, ପ୍ରଶଂସା ଗାନ ମଧ୍ୟ କର। କଣ ହେଲି? ସବୁ ନୂଆ ହେବ, ସୃଷ୍ଟି ନୂଆ ହେବ, ରାଜ୍ୟ କରିବେ ଯୀଶୁ ଆସୁଛନ୍ତି। ଦେଖ ଦେଖ କିଏ ଆସୁଛନ୍ତି, ମହାଗୌରବରେ ଆସୁଛନ୍ତି। ଚକ୍ଷୁ ଉଠାଇ ଉର୍ଦ୍ଧ୍ୱ ଦେଖ, ଆମ ଯୀଶୁ ରାଜା ଆସୁଛନ୍ତି। ହାଲେଲୁୟା। ସବୁ ନୂଆ ହେବ, ସୃଷ୍ଟି ନୂଆ ହେବ, କିନ୍ତୁ କିଏ ଆସୁଛନ୍ତି ତାଙ୍କୁ ଦେଖନ୍ତୁ। ନୂଆ ବର୍ଷରେ ଯେ ସବୁ ନୂଆ ଆସିଯିବ, ସେଇଟା ଆମେ ଜଗତ ଠାରୁ ଆଉ ଯେପରି ଉତ୍ପନ୍ନ ନୁହେଁ, କିନ୍ତୁ ଯାହା ଈଶ୍ୱରଙ୍କ ଠାରୁ। ସେଥିପାଇଁ ଯେଶାୟା ଭାବବାଦୀଙ୍କ ପୁସ୍ତକର 12 ଅଧ୍ୟାୟରେ ଗୋଟେ କଥା କହିଲେ 3 ପଦରେ, ଏହେତୁ ତୁମେମାନେ ଆନନ୍ଦରେ ପରିତ୍ରାଣର କୂପ ସମୂହକୁ ଜଳ କାଢିବ। କଣ କହିଲେ? ତୁମମାନେ ଆନନ୍ଦରେ କୂପ ନିକଟରେ ଯାଇ କଣ ବାହାର କରିବ? ଜଳ। ଯେଉଁ ଜଳ କି ତୁମ ନିକଟରେ ଅଛି, ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରପିତ, ସେ ସ୍ରୋତ ସମୟରେ ଫଳ ଉତ୍ପନ୍ନ କରିବ, କାରଣ ସେ ନଦୀ ତଟ ନିକଟରେ ଅଛି ବୋଲି ଯେରେମିୟା ଭବିଷ୍ୟତ ବକ୍ତାଙ୍କ ପୁସ୍ତକରେ ଲେଖା। ଯେଉଁ ଜଳ ନଦୀ ତଳରେ ଅଛି, ସେ ସ୍ରୋତ ସମୟରେ ପତ୍ର ତାର ସତେଜ ହେଇକି ରହିବ, ଫଳ ଫଳୁଥିବ, ସେ କେବେ ମଳିନ ହେବ ନାହିଁ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ବର୍ଷ ପରମେଶ୍ୱର ଗୋଟିଏ କଥା କହନ୍ତି, ତମାନେ ସଦାସର୍ବଦା ଆଉ ଯେପରି ପ୍ରାର୍ଥନା ନିକଟରେ ରୁହନ୍ତୁ, ପ୍ରଭୁ ସ୍ୱ ସମୟରେ ଫଳ ଉତ୍ପନ୍ନ କରିବାକୁ ଦେବେ। ତାହାର ପତ୍ର କେବେ ମଳିନ ହେବ ନାହିଁ। ହାଲେଲୁୟା। ଯେତେ ସମସ୍ୟା ଆସୁ, ଯେତେ କଷ୍ଟ, ଯେତେ ରୋଗ, ଯେତେ ପରିସ୍ଥିତି, ଆଉ ଯେତେ ବଡ଼ ପରିସ୍ଥିତି ଆପଣମାନଙ୍କୁ ସମ୍ମୁଖୀନ ହେଉ, ତାହା କେବେ ମଧ୍ୟ କୌଣସି ପ୍ରକାର ଯେପରି ତୁମମାନଙ୍କୁ ଝୁଣ୍ଟିବା ପାଇଁ ଦେବେ ନାହିଁ। ମାତ୍ର ସଦାପ୍ରଭୁ ପରମେଶ୍ୱର ସେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ, ଆମମାନଙ୍କୁ ଉଦ୍ଧାର କରିବେ। ତେଣୁ ଶେଷ କଥା ଯେଶାୟା 40:31 ଲେଖା ଅଛି, ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ, ଉତ୍କୃଷ୍ଟ ପକ୍ଷୀ ପରି ଉପରକୁ ଉଠିବେ, କ୍ଳାନ୍ତ ନ ହୋଇକି ଦୌଡ଼ିବେ, ଶ୍ରାନ୍ତ ନ ହୋଇ ଗମନ କରିବେ। ଶ୍ରାନ୍ତ କ୍ଳାନ୍ତ କିଛି ହେବେ ନାହିଁ, ସାରା ବର୍ଷ ପର୍ଯ୍ୟନ୍ତ ଦୌଡ଼ିବେ, ସାରା ବର୍ଷ ପର୍ଯ୍ୟନ୍ତ ଆଶୀର୍ବାଦରେ ଆକର ହେବେ। ପ୍ରଭୁ ଏହି ଛୋଟ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଦାସଙ୍କୁ ମଧ୍ୟ ଧନ୍ୟବାଦ ଦିଏ, ମୋତେ ସୁଯୋଗ ଦେଇଥିବାର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା।
धन्यवाद आज्ञा सुंदर वाक्य आसंतु आम प्रत्येक एक करताले दे आज्ञा को धन्यवाद जनाइबा धन्यवाद आज्ञा किछि भी कहिबी नाही सुंदर वाक्य देइचंती धन्यवाद बहुत बहुत धन्यवाद एई समय रे मध्य प्रभु आपन को आशीर्वाद